ଏବେ ବି କେହି ପ୍ରଥମ କ୍ୟାମ୍ପର ପ୍ରଥମ ଦିନରେ ପ୍ରଥମ ରାତିରେ ଏଇଭଳିଆ କାର୍ଯ୍ୟକ୍ରମ ପ୍ରାୟୋଜିତ କରିବ ଏଇଟା ଗୋଟେ ମାନେ ଆପଣମାନେ କେବେ ଅନୁମାନ କରୁଛନ୍ତି? ଏହା ପ୍ରାୟୋଜିତ ନଥିଲା। ଯଦି ଏଇଟା ସତସତିକା ଥିଲା ବୋଲିକିରି ଆମର ନାଟକର ହିରୋଇନ୍ ତମସାର ବହୁତ ଜୋର ଇଞ୍ଜୋର୍ଡ ହେଇଛି ଏଠି। ମୋର ତ ଭୟ ଥିଲା, ମୁଁ ଡରିଲି। ତା ପରଦିନ ସକାଳେ ଯେତେବେଳେ ଉଠିକି ଦେଖିଲି ସବୁ ଘଟଣା, ମୁଁ ତ ନଥିଲି ସେ ଜାଗାରେ, ଯେ ସେଇ ଚୌକିର ସେ ଗୋଡ଼ଟା ତା ହାତରେ ବାଜିଥିଲା, ଯଦି ତା ଆଖିରେ ବାଜିଥାନ୍ତା କ'ଣ ହେଇଥାନ୍ତା। ତା ପରଦିନ ମୁଁ ସାଙ୍ଗେ ସାଙ୍ଗେ ଗୋଟେ ମାନେ ମୋର ଅପିଲ୍ ମାନେ ମୋର ଗୋଟେ ପ୍ରାର୍ଥନା ମୁଁ ମୋ ଭିଡ଼ିଓ ଆକାରରେ କରିକିରି ମୋ ଫେସବୁକ୍ରେ ବି ମୁଁ ପକାଇଥିଲି ଯେ ଦର୍ଶକମାନେ ଉତ୍ତେଜିତ ହେବାର ଉଚିତ ନୁହେଁ ଏବଂ ଉତ୍ତେଜିତ ହେଇ ଏଭଳି ଚୌକି ଫୋପାଡ଼ିବା ଉଚିତ ନୁହେଁ। ଚୌକି, ପଥର, ବୋତଲ ଏରା ସବୁ ଫୋପାଡ଼ିବା ଦ୍ୱାରା ଦର୍ଶକମାନଙ୍କ ଭିତରେ ମଧ୍ୟ ଆମକୁ ଗୋଟେ ସଚେତନତା ସୃଷ୍ଟି କରିବାର ଅଛି ଯେ ଏଇ ଯେଉଁ କାର୍ଯ୍ୟ ହେଉଛି ଏ କାର୍ଯ୍ୟଟା ଗୋଟେ ଅପରାଧ। କୌଣସି ଦର୍ଶକ ଯଦି କୌଣସି କଳାକାରଙ୍କ ଉପରକୁ ଚୌକି ଫୋପାଡ଼ୁଛନ୍ତି, ସେ ଉତ୍ତେଜନାରେ ଫୋପାଡ଼ନ୍ତୁ, ଉଦ୍ଦେଶ୍ୟରେ ଫୋପାଡ଼ନ୍ତୁ, ପ୍ରାୟୋଜିତ ଭାବରେ ଫୋପାଡ଼ନ୍ତୁ। ଚୌକି କାହାକୁ ଫୋପାଡ଼ିବା, କାହାକୁ ଆକ୍ରମଣ କରିବା, ଏହା ଏକ ସାଂଘାତିକ ଅପରାଧ। ମୁଁ ଏଠି ଆପଣମାନଙ୍କ ସମସ୍ତଙ୍କ ଚ୍ୟାନେଲ୍ ମାଧ୍ୟମରେ ସବୁ ଦର୍ଶକମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ଏଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। କାରଣ ପ୍ରତ୍ୟେକ ଯାତ୍ରା ପେଣ୍ଡାଲରେ ଆଜିକାଲି ସିସି କ୍ୟାମେରା ଲାଗିକିରି ରହୁଛି। ତ ସିସି କ୍ୟାମେରାରେ ଯଦି ସେମାନେ ଦେଖିବେ, ଯଦି କୌଣସି ଦର୍ଶକ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଚାହିଁବେ ମଧ୍ୟ ଅପରାଧିକ ମାମଲା ବି ଏଥିରେ ଦାୟର ହୋଇପାରିବ। ଏହା ହେବା ଉଚିତ ନୁହେଁ। କାହାକୁ ଚୌକି ଫୋପାଡ଼ିବାର ଅଧିକାର ମୋର ନାହିଁ, କାହାକୁ ବୋତଲ ମାରିବାର ଅଧିକାର ମୋର ନାହିଁ, କାହାକୁ ଆକ୍ରମଣ କରିବାର ଅଧିକାର ମୋର ନାହିଁ। ମୋର ଯଦି କୌଣସି ଆପତ୍ତି ଅଭିଯୋଗ ଅଛି ତାହେଲେ ମୁଁ ଆଲୋଚନା କରିବି ପଛପଟକୁ ଯାଇକରି ମ୍ୟାନେଜରଙ୍କ ସାଙ୍ଗରେ, ପରିଚାଳକଙ୍କ ସାଙ୍ଗରେ, ନାଟ୍ୟକାରଙ୍କ ସାଙ୍ଗରେ, ନିର୍ଦ୍ଦେଶକଙ୍କ ସାଙ୍ଗରେ, ମାଲିକଙ୍କ ସାଙ୍ଗରେ। ଏସବୁ ଘଟଣା ଯେଉଁ ସବୁ ଘଟୁଛି ଏହା ଘଟିବା ଉଚିତ ନୁହେଁ। ଦର୍ଶକମାନଙ୍କୁ ମୋର ନିବେଦନ, ଆପଣମାନେ ଆମର ଭଗବାନ, ଆପଣମାନଙ୍କ ପାଇଁ ହିଁ ଆମେ ନାଟକ ଲେଖୁଛୁ। ଆପଣମାନେ ଏତେ ଇନଭଲ୍ଭ ହେଉଛନ୍ତି, ସେଇଟା ଆମର ସୌଭାଗ୍ୟ। କିନ୍ତୁ ଆପଣମାନେ ଉତ୍ତେଜିତ ହେଇ ଏଭଳି କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ୱାରା କଳାକାରମାନେ ଆଘାତ ପାଇବେ, କଳାକାରମାନଙ୍କର କ୍ଷତି ହେବ, କଳାକାରମାନେ ଶାରୀରିକ ଭାବରେ ଆହତ ହେବେ। ଏଭଳି କାର୍ଯ୍ୟ ଆପଣମାନେ କରନ୍ତୁ। ଆମେ ଯେବେ ଯେବେ ଦେଶ ପ୍ରେମର କଥା କହିବା, ଯେବେ ଯେବେ ଭଗତ ସିଂର କଥା କହିବା, ଯେବେ ଯେବେ ସୁଭାଷ ବୋଷଙ୍କ କଥା କହିବା, ସାଧାରଣ ଲୋକମାନେ, ଆପଣ, ମୁଁ ଏବଂ ଆପଣଙ୍କ ଦର୍ଶକମାନେ ସମସ୍ତଙ୍କ ହୃଦୟରେ, ପ୍ରତ୍ୟେକଟି ଭାରତୀୟ ହୃଦୟରେ ଦେଶପ୍ରେମ ଅଛି। ଆପଣ ଯେତେବେଳେ ଦେଶପ୍ରେମର କଥା କହିବେ, ରାଷ୍ଟ୍ରପ୍ରେମର କଥା କହିବେ, ଭାରତୀୟ ସଂସ୍କୃତିର କଥା କହିବେ, ସନାତନ ସଂସ୍କୃତିର କଥା କହିବେ, ସେତେବେଳେ ପ୍ରତ୍ୟେକଟି ବ୍ୟକ୍ତି ଭାବପ୍ରବଣ ହେବ। ତାକୁ ତାର ସେଣ୍ଟିମେଣ୍ଟ, ତାର ଇମୋସନକୁ ଯେତେବେଳେ ଏ ଭାରତୀୟ ସଂସ୍କୃତି, ସନାତନ ସଂସ୍କୃତି, ଦେଶପ୍ରେମ ବିରୁଦ୍ଧରେ ଯଦି କୌଣସି ବି ଘଟଣା ଆମେ ଘଟଉଛେ, ତାହେଲେ ପ୍ରତ୍ୟେକଟି ଲୋକ ଭିତରେ ବିଦ୍ରୋହ ସୃଷ୍ଟି ହେବ, ପ୍ରତ୍ୟେକଟି ଲୋକ ଉତ୍ତେଜିତ ହେବ, ପ୍ରତ୍ୟେକଟି ଲୋକ ଭିତରେ ମାନେ ଆକ୍ରୋଶମୂଳକ ମନୋଭାବ ରହିବ। ତ ଏ ନାଟକରେ ଆମର ଯେଉଁ ସନାତନୀ ନାଟକରେ ଗୋଟେ ପରିବାର ଅଛି, କାସିମ କ୍ୟୁରେସିର ପରିବାର। କାସିମ କ୍ୟୁରେସି ତାର ପୁଅମାନେ ହେଉଛନ୍ତି କୟାମତ ଏବଂ କରିମ୍। ତ କାସିମ କ'ଣ କରିଛି, କାସିମର ବାପା, ଏମାନେ ସବୁ ବାଂଲାଦେଶରୁ ଆସିଛନ୍ତି। ଏମାନେ ଭାରତୀୟ ମୁସଲମାନ ନୁହନ୍ତି, ସେମାନେ ବାଂଲାଦେଶରୁ ଆସିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର କୂଳରେ ଗୋଟେ ଗାଁ ଅଛି କୃଷ୍ଣପୁର, କାଳ୍ପନିକ ଗାଁ, ନାଟ୍ୟକାରଙ୍କ କାଳ୍ପନିକ ଗାଁ କୃଷ୍ଣପୁର। ସେ କୃଷ୍ଣପୁର ଗାଁରେ ବାଂଲାଦେଶରୁ ସେମାନେ ଆସିକରି ପ୍ରଥମେ ଆଶ୍ରୟ ନେଇଛନ୍ତି ସେ ପରିବାର, ଏବଂ ସେଠି ଆଶ୍ରୟ ନେଲା ପରେ ସେଠିକାର ସରପଞ୍ଚ ସହିତ ମିଶି ସେମାନେ ସେଠି ନିଜର ଫେକ୍ ଆଧାର କାର୍ଡ଼, ଭୋଟର କାର୍ଡ଼ ବନେଇ ଏ ଦେଶ ପାଇଁ ସେଇ ଗାଁରେ ଯେଉଁ ବିଭ୍ରାଟ ସବୁ ସୃଷ୍ଟି କରିଛନ୍ତି, ସେ ଗାଁକୁ କେମିତି ଛାରଖାର କରିଛନ୍ତି, ହିରୋର ପରିବାରକୁ କେମିତି ଛାରଖାର କରିଛନ୍ତି। ତ ସେଇ ଯେଉଁ କାସିମ କ୍ୟୁରେସିର ପରିବାରର ସହିତ ଲଢ଼େଇ ହେଇଛି ହିରୋର ପରିବାରର। ତ ସେମାନେ ଯେହେତୁ ଗୋଟେ ମୁସଲମାନ ପରିବାର, ବାଂଲାଦେଶରୁ ଆସିଥିବା ଅନୁପ୍ରବେଶକାରୀ ମୁସଲମାନ ପରିବାର, ତ ସେ ମୁସଲମାନ ପରିବାରମାନେ ଯେତେବେଳେ କୃଷ୍ଣପୁର ଗାଁର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ସେଇଟା ସାଧାରଣ ଦର୍ଶକମାନେ ସହିପାରୁନାହାନ୍ତି ଯେ ଆମେ କୃଷ୍ଣପୁର ଗାଁର ହିନ୍ଦୁମାନେ ଏଠି ବାଂଲାଦେଶରୁ ଆସିଥିବା କାସିମ କ୍ୟୁରେସିର ମୁସଲମାନ ପରିବାର ଯେଉଁଭଳି ଆଧିପତ୍ୟ ଜାହିର କରୁଛି, ଯେମିତି ଜୋର ଜବରଦସ୍ତି ସମସ୍ତଙ୍କୁ ମୁସଲମାନ କରିବା ପାଇଁ ଚାହୁଁଛି, ଯେମିତି ସେ ଯେଉଁ ଗୋଟେ ଗଜବାଏ ହିନ୍ଦର ମାନସିକତା ନେଇକରି କୃଷ୍ଣପୁର ଗାଁରେ ଯେଉଁ ବିଭ୍ରାଟ ସୃଷ୍ଟି କରୁଛି, ସେଗୁଡ଼ାକୁ ସାଧାରଣ ଦର୍ଶକମାନେ ସହିପାରୁନାହାନ୍ତି, ଯାହାଫଳରେ ଏଭଳି ଉତ୍ତେଜନା ସୃଷ୍ଟି ହେଉଛି। ଏ ନାଟକରେ ଦେଶପ୍ରେମର କଥା କୁହାଯାଇଛି। ଆପଣମାନଙ୍କ ଦର୍ଶକମାନଙ୍କୁ ମୁଁ ବୁଝାଇ ଦେବା ପାଇଁ ଚାହୁଁଛି, ବତାଇ ଦେବା ପାଇଁ ଚାହୁଁଛି,
आमे माने साधारण माने विभिन्न प्रकार आकलन अनुमान करा जाई सारलानी आम भारत में वर्तमान बांग्लादेशी एवं रोहिंग्या बांग्लादेशी अनुप्रवेशकारी रोहिंग्या माने म्यांमार रु सबुड़ आसी आम देश में पाखापाखि 10 कोटी से माने बसवास कले आपण माने समस्ते सांबादिक माने शिक्षित अच्छा अंतत एतिक अनुभव करुवे छत्तीसगढ़ पंजाब झारखंड भली 3टी राज्य रे वर्तमान जनसंख्या जेतिकी ताठू अधिक होउची 10 कोटी तो आपण माने सांबादिक भाई माने थरटिए हृदयंगम करंतु एवं अनुभव करंतु जे जदि 10 कोटी लोक ए देश रे थाउ थैंक यू।